କଲେକ୍ଟର ପାଖରୁ 8 ଥର ଅଭିଯୋଗ କଲିଣି। ତହସିଲ ଜୁନ ମାସରେ 3 ଥର ଅଭିଯୋଗ କଲିଣି। ଆଉ କଣ କରିଥାନ୍ତି? ମୁଁ ବିଷ ଛାଡା ମୋର ଆଉ କିଛି ଉପାୟ ନାହିଁ। ମୋର ଖାଇବାକୁ ଦାନା ନାହିଁ। ଗୋରୁ ଗାଈ ଉପାସ ରହୁଛନ୍ତି। ତାକେ ବାଡ଼ିକୁ ଆଇଆ ଆଣି ଦେଉଛି। ଘର କଣ ଚପଲ କରିପାରୁନି। କଣ କରିଥାନ୍ତି ସାର୍? ଆଉ ବୁଝିପାରୁନି କଣ କରିଥାନ୍ତି। ସେଇପାଇଁ ବିଷ ଧରି ମୁଁ ବୁଲୁଛି। ଅଭିଯୋଗ ଶୁଣିଲେନି ବିଷ ପିଇବାକୁ ଉଦ୍ୟମ। ଜନଶୁଣାଣିରେ ଚାଷୀଙ୍କ ଚରମ ପଦକ୍ଷେପ। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର। ନିଜ ଅଭିଯୋଗ ନେଇ ଦୂରଦୂରାନ୍ତରୁ ଲୋକେ ଆସିଥିଲେ। ନିଜ ସମସ୍ୟା ଶୁଣିବ ପ୍ରଶାସନ। ହେଲେ ଏହି ଜନଶୁଣାଣି ଶିବିରରେ ହଠାତ୍ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ପରିସ୍ଥିତି। ହାତରେ ବିଷ ବୋତଲ ଧରି ଶିବିରରେ ପହଞ୍ଚିଥିଲେ 2 ଚାଷୀ। ଅଭିଯୋଗ ଶୁଣାଯାଉନଥିବାରୁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଉପସ୍ଥିତ ଥିବାରୁ ତୁରନ୍ତ ଉଭୟଙ୍କୁ କାବୁ କରି ନିଆଯାଇଥିଲା। ଫଳରେ ବଡ଼ ଅଘଟଣ ଟଳିଯାଇଛି। ଚାଷୀଙ୍କ ହାତରେ ବିଷ ବୋତଲ। ଅଭିଯୋଗ ଶୁଣାଗଲାନି ବୋଲି ଅଭିଯୋଗ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ 2 ଚାଷୀ। ହଠାତ୍ ଚାଷୀଙ୍କ ଏଭଳି ପଦକ୍ଷେପକୁ ନେଇ ଜନଶୁଣାଣି ଶିବିରରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ରାଜନଗର ବ୍ଲକ ତାଳଚୁଆ ଏବଂ ଢୋଲମରା ଗାଁର 2 ଚାଷୀ ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଏଭଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ। ଚାଷୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଚାଷ ଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଡ଼ି ଉଠିଛି। ଏହି ଚିଙ୍ଗୁଡ଼ି ଘେରିରୁ ବାହାରୁଥିବା ଲୁଣିଆ ଓ ବିଷାକ୍ତ ପାଣି ଚାଷ ଜମିକୁ ମାଡ଼ି ଯାଉଛି। ଏହାର ପ୍ରଭାବରେ ଚାଷ ଜମିରେ ଫସଲ ନଷ୍ଟ ହେଉଥିବା ଦାବି କରିଛନ୍ତି 2 ଚାଷୀ। ଗୋଟିଏ ବର୍ଷ ନୁହେଁ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ଅଭିଯୋଗ ହୋଇଛି। ଚାଷ ନଷ୍ଟ ହେବା ସହ ଜମିର ଉତ୍ପାଦନ କ୍ଷମତା ମଧ୍ୟ ପ୍ରଭାବିତ ହେଉଥିବା ଚାଷୀ କହିଛନ୍ତି। ଫଳରେ ଚାଷ ଉପରେ ନିର୍ଭର କରି ଜୀବନ ବିତାଉଥିବା ପରିବାରଗୁଡ଼ିକ ଆର୍ଥିକ ସମସ୍ୟାରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଆଉ କଣ 8 ବର୍ଷ ହେଇକି କମ୍ପ୍ଲେନ କରି ଆସୁଛୁ। ସବୁଆଡେ ଫାଇନାଲ କରିଦଉଛି। ପଇସା ନେଇକି ଛାଡି ଦଉଛନ୍ତି। ପୁଣି ଘେରି କର। ତାହେଲେ ଆମେ ଗରିବ ଲୋକ, ଅଳ୍ପ ଜାଗା, ତା ଦେହରେ ସବୁ ମଣିଷ ବଞ୍ଚିବାକୁ ଚାହୁଁଛି। ଗୋରୁ ଗାଈ ଖାଇବାକୁ ପାଉନାହାନ୍ତି। ଘର ଖଣ୍ଡେ ଛପର କରିପାରୁନି। ସବୁବେଳେ ଲୁଣା ପାଣି ମଡେଇକି ନଷ୍ଟ କରିଦଉଛି। କୌଣସି କଥା କୌଣସି ଅଫିସର ଶୁଣୁନାହାନ୍ତି। ଥାନା ଠାରୁ ଗାଁ ଠାରୁ ସମସ୍ତ ପାଖକୁ ଯାଇଛି। ମୋ କଥା କେউ ଇଏ କରୁନାହାନ୍ତି। କଲେକ୍ଟର ପାଖରୁ 8 ଥର ଅଭିଯୋଗ କଲିଣି। ତହସିଲ ଜୁନ ମାସରେ 3 ଥର ଅଭିଯୋଗ କଲିଣି। ଆଉ କଣ କରିଥାନ୍ତି? ମୁଁ ବିଷ ଛାଡା ମୋର ଆଉ କିଛି ଉପାୟ ନାହିଁ। ମୋର ଖାଇବାକୁ ଦାନା ନାହିଁ। ଗୋରୁ ଗାଈ ଉପାସ ରହୁଛନ୍ତି। ତାକେ ବାଡ଼ିକୁ ଆଇଆ ଆଣି ଦେଉଛି। ଘର କଣ ଚପଲ କରିପାରୁନି। କଣ କରିଥାନ୍ତି ସାର୍? ଆଉ ବୁଝିପାରୁନି କଣ କରିଥାନ୍ତି। ସେଇପାଇଁ ବିଷ ଧରି ମୁଁ ବୁଲୁଛି। କଲେକ୍ଟର କଣ କହିବ? ସେ ତ କିଛି କହୁନାହାନ୍ତି। ଖାଲି କାଗଜରେ ସାଇନ କରିଦେବୁ। ଏ ସମସ୍ୟା ନେଇ ସେମାନେ ଚୁପ୍ ବସିନଥିଲେ। ବାରମ୍ବାର ଜିଲ୍ଲାପାଳ ଏବଂ ଡିଏଫଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଥିଲା ଚାଷ ଜମିକୁ ଲାଗି ରହିଥିବା ଚିଙ୍ଗୁଡ଼ି ଘେରିରୁ ଲୁଣିଆ ପାଣି ଚାଷ ଜମିକୁ ପଶୁଛି। ଏହାକୁ ନେଇ ତଦନ୍ତ ଏବଂ ପଦକ୍ଷେପ ଦାବି କରିଥିଲେ ଚାଷୀ। ହେଲେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ। ଶେଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ହିଁ ନିଜ ଜୀବନକୁ ବିପଦରେ ପକାଇବା ବେଳେ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ। ବିଷ ପିଇବା ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କଲେକ୍ଟର ଶୁଣୁନାହାନ୍ତି। ତହସିଲଦାରଙ୍କୁ କହିକି ଗଲେ 3 ଦିନ ଭିତରେ ମୋ ରିପୋର୍ଟ ଦରକାର। 3 ଦିନ ଭିତରେ ବୋଇଲେ ଆଜିକି 3 ମାସ ହେଇଗଲାନି ମଧ୍ୟ ତହସିଲଦାର ଶୁଣୁନାହାନ୍ତି। ତାପରେ ଆମେ ମୁଖ୍ୟମନ୍ତ୍ରୀ ଗ୍ରିଭାନ୍ସରେ ମଧ୍ୟ ଆପ୍ଲାଏ କଲୁ। ଆପ୍ଲାଏ କଲା ପରେ ମଧ୍ୟ ଡିଏଫ୍ ସାର୍ ମଧ୍ୟ ଆମକୁ ଚିଠି ଦେଲେ, କିନ୍ତୁ ତହସିଲଦାର ଚିଠି ଦେଲେ ନାହିଁ। ଏ ଦୁଃଖରେ ଆମେ ଆଉ କଣ କରିପାରିବୁ? ବାଧ୍ୟ ହବୁ। ଆମେ ଆଉ ଶୁଣୁନାହାନ୍ତି। ଦୁଃଖ ହଉଛି ଆମର ବେଆଇନ ଚିଙ୍ଗୁଡ଼ି ଘେରି ଆମ ଜମି ପାଖରେ ଇଏ କରିକି ଆମେ ଚାଷ କରିପାରୁନୁ। ଆମର ପ୍ରାୟ 5 ଏକର 28 ଜମି ଟୋଟାଲି ନଷ୍ଟ। ମୋଟ ଜମି ଆମର ସେତିକି ଜମି ଟୋଟାଲି ସେ ନଷ୍ଟ। ସାରେ ସେଠି ଲୁଣା ପାଣି ବେଆଇନ ଚିଙ୍ଗୁଡ଼ି ଘେରି ଲୁଣା ଚିଙ୍ଗୁଡ଼ି ଘେରି କରିକି ସେ ଜମିକି ସେ ଲୁଣା ପାଣି ଯାଇକି ପୁରା ନଷ୍ଟ ହେଇଯାଉଛି। ଚାଷ ହେଇପାରୁନି। ଦାବି ସାରଙ୍କ ପାଖରେ ଜଣାଇଛୁ। ସାର୍ ଆମର କ୍ଷତିପୂରଣ ପାଇଁ ଯାହା ଯେମିତି କରିପାରିବେ ସାର୍। ଚାଷୀଙ୍କ ଅଭିଯୋଗ ଅନୁସାରେ ଯଦି ଚାଷ ଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ଗଡ଼ି ଉଠିଛି, ତେବେ ଏହା ବିରୋଧରେ ପ୍ରଶାସନ କେବେ ନେବ କାର୍ଯ୍ୟାନୁଷ୍ଠାନ? ବର୍ଷ ବର୍ଷ ଧରି ଚାଷ ନଷ୍ଟ ହେଉଥିବା ଅଭିଯୋଗ ପରେ ବି ଯଦି ଚାଷୀଙ୍କ ସମସ୍ୟାର ସମାଧାନ ହୋଇନଥାଏ, ତେବେ ଏଥିପାଇଁ ଦାୟୀ କିଏ?
केवल अभियोग ग्रहण कले हेब नहीं, अभियोगर समाधान मध्य हेबा दरकार, कारण चाषी चाष ही जीवन और जीविका। ब्यूरो रिपोर्ट, एस न्यूज ओडिशा।